ओम शांति 6 नवेम्बर 2025 प्रातः मुरली शिव भगवानकर मधुर महावाक्य। शिव बाबा कहते मिठे बचे तुमे माने एबे बिल्कुल कूलरे छिड़ा होइछ। तुमको एबे एपारिरु सेपारी को जीवाकू हेब। घर को जीवार प्रस्तुति करिबाकू पड़िब। तुमे माने एबे बिल्कुल कूलरे छिड़ा होइछ। तुमको एबे ए पारिरु से पारी को जीवाकू हेब। घर को जीवार प्रस्तुति करिबाकू पड़िब। आजिर प्रश्न, केउं गोटिए कथा मने रखिले अवस्था अचल अटल होइजिब? केउं गोटिए कथा मने रखिले अवस्था अचल अटल होइजिब? उत्तर, पास्ट इज पास्ट अर्थात अतीत को भूली जाओ। अतीत कथा को चिंतन न करी आगकू आगकू बढ़िबाकू हेब। जदि सर्वदा जनकू ही देखुथिब तेबे अवस्था अचल अटल होइजिब। तुमे माने एबे कलिजुगर सीमा छाड़ी देइछ, पुणी पछकू काहींकी देखुछ? सेथिप्रति टिकिए हेले भी बुद्धि न जाऊ। ଏହା ହିଁ ହେଉଛି ସୂକ୍ଷ୍ମ ପାଠପଢ଼ା। ଓମ୍ ଶାନ୍ତି। ଦିନ ବଦଳି ଚାଲିଛି, ସମୟ ବିତି ଚାଲିଛି। ବିଚାର କର, ସତ୍ୟଯୁଗ ଆରମ୍ଭରୁ ସମୟ ଅତିବାହିତ ହୋଇ ହୋଇ ବର୍ତ୍ତମାନ ଆସି କଳିଯୁଗର ମଧ୍ୟକୂଳରେ ଛିଡ଼ା ହୋଇଛ। ଏହି ସତ୍ୟ ତ୍ରେତା ଦ୍ୱାପର କଳିଯୁଗର ଚକ୍ର ମଧ୍ୟ ଯେପରି ଏକ ମଡେଲ ଅଟେ। ସୃଷ୍ଟି ତ ବହୁତ ଲମ୍ବା ଚଉଡ଼ା ଅଟେ। ତାର ମଡେଲ ରୂପକୁ ପିଲାମାନେ ଜାଣିସାରିଛନ୍ତି। ଆଗରୁ ଏକଥା ଜଣା ନଥିଲା ଯେ ଏବେ କଳିଯୁଗ ପୁରା ହେବାକୁ ଯାଉଛି। ଏବେ ଜଣାପଡ଼ିଛି। ତେଣୁ ପିଲାମାନଙ୍କର ବୁଦ୍ଧି ମଧ୍ୟ ସତ୍ୟଯୁଗ ଆରମ୍ଭରୁ ନେଇ ଚକ୍ର ଲଗାଇ କଳିଯୁଗର ଶେଷ କୂଳରେ ଆସି ରହିବା ଦରକାର। ଜାଣିବା ଦରକାର ଯେ ଘଡ଼ିର କଣ୍ଟା ଟିକ୍ ଟିକ୍ ହୋଇ ଚାଲିଛି। ଡ୍ରାମା ଘୂରି ଚାଲିଛି। ଆଉ କେତେ ସମୟ ବାକି ଥିବ? ମାତ୍ର ଅଳ୍ପ ସମୟ ହିଁ ଥିବ। ଆଗରୁ ଏକଥା ତ ଜଣା ନଥିଲା। ଏବେ ବାବା ଆସି ବୁଝାଉଛନ୍ତି ଆଉ ଖୁବ୍ କମ୍ ସମୟ ବାକି ଅଛି। ଏ ଦୁନିଆରୁ ସେ ଦୁନିଆକୁ ଯିବା ପାଇଁ ବାକି ଅଳ୍ପ ସମୟ ଅଛି। ଏହି ଜ୍ଞାନ ମଧ୍ୟ ବର୍ତ୍ତମାନ ମିଳିଛି। ଆମେ ସତ୍ୟଯୁଗ ଆରମ୍ଭରୁ ଚକ୍ର ଲଗାଇ ଲଗାଇ ବର୍ତ୍ତମାନ କଳିଯୁଗ ଶେଷରେ ଆସି ପହଞ୍ଚିଛୁ। ଏବେ ପୁଣି ଫେରିବାକୁ ହେବ। ଯିବା ଏବଂ ଆସିବା ନିମନ୍ତେ ଦ୍ୱାର ରହିଥାଏ ନା? ଏହା ମଧ୍ୟ ସେହିପରି ପିଲାମାନଙ୍କୁ ବୁଝାଇବା ଦରକାର। ବାକି ଅଳ୍ପ ସମୟ ଅଛି। ଏହା ପୁରୁଷୋତ୍ତମ ସଙ୍ଗମ ଯୁଗ ଅଟେ ନା? ଏବେ ଆମେ କୂଳରେ ଛିଡ଼ା ହୋଇଛୁ। ଯିବାକୁ ବହୁତ କମ୍ ସମୟ ରହିଛି। ଏବେ ଏହି ପୁରୁଣା ଦୁନିଆରୁ ମମତା ତୁଟାଇ ଦେବାକୁ ହେବ। ଏବେ ତ ନୂଆ ଦୁନିଆକୁ ଯିବାକୁ ହେବ। ଜ୍ଞାନ ତ ବହୁତ ସହଜରେ ମିଳିଯାଉଛି। ତେବେ ଏହାକୁ ବୁଦ୍ଧିରେ ରଖିବା ଉଚିତ। ଚକ୍ରକୁ ବୁଦ୍ଧିରେ ଘୂରାଇବା ଦରକାର। ଏବେ ତୁମେ କଳିଯୁଗରେ ନାହଁ। ଯେହେତୁ ଏହି ପୁରୁଣା ଦୁନିଆକୁ ଛାଡ଼ି ଦେଇଛ, ପୁଣି ସେମାନଙ୍କୁ ଅର୍ଥାତ୍ ମିତ୍ର ସମ୍ବନ୍ଧୀଙ୍କୁ କାହିଁକି ମନେ ପକାଉଛ? ଆମେ ଏହି ପୁରୁଷୋତ୍ତମ ସଙ୍ଗମ ଯୁଗରେ ଅଛୁ, ପୁଣି ପଛକୁ କାହିଁକି ଦେଖିବୁ? ବୁଦ୍ଧିଯୋଗ ବିକାରୀ ଦୁନିଆ ସହିତ କାହିଁକି ଲଗାଇବୁ? ଏସବୁ ବହୁତ ସୂକ୍ଷ୍ମ କଥା ଅଟେ। ବାବା ଜାଣିଛନ୍ତି। କେହି କେହି ତ ଟଙ୍କା କରୁ ଅଣାଏ ମଧ୍ୟ ବୁଝୁନାହାନ୍ତି। ଶୁଣିଲେ ଏବଂ ଭୁଲିଗଲେ। ତୁମକୁ ପଛକୁ ଦେଖିବା ଉଚିତ ନୁହେଁ। ବୁଦ୍ଧି ଦ୍ୱାରା କାମ କରିବାକୁ ହେବ ନା? ଆମେ ପାରି ହୋଇ ଆସିଗଲୁ, ପୁଣି ପଛକୁ କାହିଁକି ଦେଖିବୁ? ଅତୀତକୁ ଭୁଲିଯାଅ। ବାବା କହୁଛନ୍ତି, ମୁଁ ତୁମକୁ କେତେ ଗୂଢ଼ ରହସ୍ୟ କଥା ସବୁ ବୁଝାଉଛି। ତଥାପି ବି ପିଲାମାନଙ୍କ ବୁଦ୍ଧିରେ ପଛ କଥା କାହିଁକି ରହୁଛି? ଅର୍ଥାତ୍ କଳିଯୁଗ ଆଡ଼କୁ କାହିଁକି ବୁଦ୍ଧି ଯାଉଛି? ତେଣୁ ବାବା କହୁଛନ୍ତି, ବୁଦ୍ଧି ରୂପୀ ମୁହଁ ଏପଟକୁ କରିଦିଅ। ସେହି ପୁରୁଣା ଦୁନିଆ ତୁମ କାମର ଜିନିଷ ନୁହେଁ। ବାବା ପୁରୁଣା ଦୁନିଆରୁ ବୈରାଗ୍ୟ କରାଉଛନ୍ତି। ନୂଆ ଦୁନିଆ ତୁମମାନଙ୍କ ସମ୍ମୁଖରେ ରହିଛି। ତେଣୁ ପୁରୁଣା ଦୁନିଆରୁ ବୈରାଗ୍ୟ ଆସିବା ଉଚିତ।
ବିଚାର କର, ଆମର ଅବସ୍ଥା ଏହିପରି ହୋଇଛି। ବାବା କହୁଛନ୍ତି, ଅତୀତକୁ ଭୁଲିଯାଅ, ବିତି ଯାଇଥିବା କଥାକୁ ଚିନ୍ତା କର ନାହିଁ। ପୁରୁଣା ଦୁନିଆରେ କୌଣସି ଆଶା ରଖ ନାହିଁ। ବର୍ତ୍ତମାନ କେବଳ ଗୋଟିଏ ହିଁ ଉଚ୍ଚ ଆଶା ରଖିବାକୁ ହେବ। ଆମେ ସୁଖଧାମକୁ ଯିବୁ। ବୁଦ୍ଧିରେ ସୁଖଧାମ ହିଁ ମନେ ରହିବା ଉଚିତ। ବୁଦ୍ଧି ପଛକୁ ଫେରାଇବା ଉଚିତ ନୁହେଁ। କିନ୍ତୁ ବହୁତଙ୍କର ବୁଦ୍ଧି ପଛକୁ ଫେରି ଯାଉଛି। ତୁମେମାନେ ଏବେ ପୁରୁଷୋତ୍ତମ ସଙ୍ଗମ ଯୁଗରେ ଅଛ। ବୁଦ୍ଧିକୁ ପୁରୁଣା ଦୁନିଆରୁ ଦୂରେଇ ନେଇଛ। ଏହା ବୁଝିବାର କଥା ନା। କେଉଁଠି ଅଟକି ରହିବାର ନାହିଁ, କେଉଁଆଡ଼େ ଦେଖିବାର ନାହିଁ, ବିତି ଯାଇଥିବା କଥାକୁ ମନେ ପକାଇବାର ନାହିଁ। ବାବା କହୁଛନ୍ତି, ଆଗକୁ ବଢ଼ି ଚାଲ, ପଛକୁ ଦେଖ ନାହିଁ। ଗୋଟିଏ ଆଡ଼କୁ ହିଁ ଦେଖୁଥାଅ, ତେବେ ଯାଇ ଅଚଳ ସ୍ଥିର ଅଟଳ ଅବସ୍ଥା ରହିପାରିବ। ସେ ଆଡ଼କୁ ଦେଖିଲେ ପୁରୁଣା ଦୁନିଆର ମିତ୍ର ସମ୍ବନ୍ଧୀ ଆଦି ମନେ ପଡ଼ିବେ। ତେବେ କ୍ରମାନ୍ୱୟରେ ରହିଛନ୍ତି ନା? ଆଜି ଦେଖ ତ ବହୁତ ଭଲରେ ଚାଲୁଛନ୍ତି, କାଲି ଯଦି ତଳକୁ ଖସିଗଲେ ତ ମନ ଏକଦମ ହଟିଯାଇଥାଏ। ଏପରି ଗ୍ରହଚାରୀ ବସିଯାଉଛି, ଯାହାକି ମୁରଲି ଶୁଣିବାକୁ ମଧ୍ୟ ମନ ହେଉନାହିଁ। ବିଚାର କର, ଏପରି ହେଉଛି ନା? ବାବା କହୁଛନ୍ତି, ତୁମେମାନେ ଏବେ ସଙ୍ଗମରେ ଛିଡ଼ା ହୋଇଛ, ତେଣୁ ମୁହଁ ଆଗକୁ କରିବା ଦରକାର। ଆଗରେ ନୂଆ ଦୁନିଆ ରହିଛି, ତେବେ ଯାଇ ଖୁସି ହେବ। ବାକି ଏବେ ଆଉ ଅଳ୍ପ ରାସ୍ତା ରହିଛି। କହିଥାନ୍ତି ନା, ଏବେ ତ ଆମ ନିଜ ଦେଶର ବୃକ୍ଷ ଆଦି ଦେଖାଯାଉଛି। ଆମର ଡାକକୁ ମଧ୍ୟ ତୁରନ୍ତ ସେମାନେ ଶୁଣିପାରିବେ। ବିଲକୁଲ ସମ୍ମୁଖରେ ଅଛନ୍ତି। ତୁମେ ମନେ ପକାଉଛ ଏବଂ ଦେବତାମାନେ ଆସିଯାଇଥାନ୍ତି। ଆଗରୁ ଆସୁନଥିଲେ। ସୂକ୍ଷ୍ମ ଲୋକକୁ ଶ୍ୱଶୁର ଘର ଲୋକମାନେ ଆସୁଥିଲେ କି? ଏବେ ତ ବାପ ଘର ଏବଂ ଶ୍ୱଶୁର ଘରର ଲୋକମାନେ ଯାଇ ମିଶୁଛନ୍ତି। ତଥାପି ମଧ୍ୟ ପିଲାମାନେ ଚାଲୁ ଚାଲୁ ଭୁଲି ଯାଉଛନ୍ତି। ବୁଦ୍ଧିଯୋଗ ପଛକୁ ହଟିଯାଉଛି। ବାବା କହୁଛନ୍ତି, ତୁମ ସମସ୍ତଙ୍କର ଏହା ଅନ୍ତିମ ଜନ୍ମ ଅଟେ। ତୁମକୁ ପଛକୁ ହଟିବା ଉଚିତ ନୁହେଁ। ଏବେ ପାରି ହେବାକୁ ପଡ଼ିବ। ଏପଟରୁ ସେପଟକୁ ଯିବାକୁ ହେବ। ମୃତ୍ୟୁ ମଧ୍ୟ ନିକଟତର ହୋଇଯାଇଛି। ବାକି କେବଳ ଗୋଡ଼ ଉଠାଇବାକୁ ହେବ। ନୌକା କୂଳକୁ ଆସିଲେ ସେପଟକୁ ପାଦ ଉଠାଇବାକୁ ପଡ଼ିଥାଏ ନା? ତୁମମାନଙ୍କୁ କୂଳରେ ଛିଡ଼ା ହେବାକୁ ପଡ଼ିବ। ତୁମମାନଙ୍କ ବୁଦ୍ଧିରେ ଅଛି, ଆତ୍ମାମାନେ ନିଜର ଶାନ୍ତିଧାମକୁ ଯାଉଛନ୍ତି। ଏହି କଥା ମନେ ରହିଲେ ମଧ୍ୟ ଖୁସି ତୁମକୁ ଅଚଳ ଅଟଳ କରିଦେବ। ଏହିଭଳି ବିଚାର ସାଗର ମନ୍ଥନ କରିବାକୁ ହେବ। ଏହା ହେଉଛି ବୁଦ୍ଧିର କଥା। ଆମେ ଆତ୍ମା ଘରକୁ ଯାଉଛୁ। ବାକି ଆଉ ଅଳ୍ପ ବାଟ ଏବଂ ଅଳ୍ପ ସମୟ ରହିଛି। ଏହାକୁ ହିଁ ଯୋଗର ଯାତ୍ରା କୁହାଯାଏ। ପିଲାମାନେ ଏକଥା ମଧ୍ୟ ଭୁଲି ଯାଉଛନ୍ତି। ଚାର୍ଟ ଲେଖିବାକୁ ମଧ୍ୟ ଭୁଲି ଯାଉଛନ୍ତି। ନିଜ ହୃଦୟରେ ହାତ ରଖି ଦେଖ। ବାବା ଯାହା କହୁଛନ୍ତି କି ନିଜ ପାଇଁ ଏପରି ଭାବ ଯେ ଆମେ ବିନାଶର ଖୁବ୍ ନିକଟରେ ଛିଡ଼ା ହୋଇଛୁ। ସେହିପରି ଅବସ୍ଥା ହୋଇଛି। ବୁଦ୍ଧିରେ ଏକମାତ୍ର ବାବା ହିଁ ମନେ ରୁହନ୍ତୁ। ବାବା ଯୋଗର ଯାତ୍ରା ଭିନ୍ନ ଭିନ୍ନ ପ୍ରକାରରେ ଶିଖାଇ ଚାଲିଛନ୍ତି। ତେଣୁ ଏହି ଯୋଗର ଯାତ୍ରାରେ ହିଁ ମସ୍ତ ରହିବାକୁ ହେବ। ବାସ୍, ଏବେ ଆମକୁ ଯିବାକୁ ହେବ। ଏଠାରେ ସବୁ ମିଛ ସମ୍ବନ୍ଧ ରହିଛି। ସତ୍ୟ ଯୁଗରେ ସମ୍ବନ୍ଧ ସତ୍ୟ ହେବ। ବର୍ତ୍ତମାନ ନିଜକୁ ଦେଖ, ମୁଁ କେଉଁଠି ଛିଡ଼ା ହୋଇଛି। ସତ୍ୟ ଯୁଗରୁ ଆରମ୍ଭ କରି ବୁଦ୍ଧିରେ ଏହି ଚକ୍ରକୁ ମନେ ପକାଅ। ତୁମେ ସ୍ୱଦର୍ଶନ ଚକ୍ରଧାରୀ ଅଟ ନା? ସତ୍ୟ ଯୁଗରୁ ଆରମ୍ଭରୁ ଚକ୍ର ଲଗାଇ ଆସି କଳିଯୁଗର ଗୋଟିଏ କୂଳରେ ଛିଡ଼ା ହୋଇଛ। ଆଉ ଅଳ୍ପ ରାସ୍ତା ବାକି ଅଛି ନା? କେହି କେହି ତ ନିଜର ସମୟକୁ ବହୁତ ବ୍ୟର୍ଥରେ ନଷ୍ଟ କରି ଦେଉଛନ୍ତି। 5-10 ମିନିଟ୍ ମଧ୍ୟ ମୁସ୍କିଲରେ ବାବାଙ୍କ ସ୍ମୃତିରେ ରହୁଥିବେ। ତେବେ ସାରା ଦିନ ତ ସ୍ୱଦର୍ଶନ ଚକ୍ରଧାରୀ ହୋଇ ରହିବା ଦରକାର। କିନ୍ତୁ ଏପରି ତ ହେଉନାହିଁ। ବାବା ଭିନ୍ନ ଭିନ୍ନ ପ୍ରକାରରେ ବୁଝାଉଛନ୍ତି। ଏଥିରେ ଆତ୍ମାର ହିଁ କଥା ରହିଛି। ତୁମ ବୁଦ୍ଧିରେ ଚକ୍ର ଘୂରି ଚାଲିଛି। ଏହି ସ୍ମୃତି ବୁଦ୍ଧିରେ କାହିଁକି ରହୁନାହିଁ? ଏବେ ଆମେ କୂଳରେ ଛିଡ଼ା ହୋଇଛୁ। ଏହି କୂଳ ବୁଦ୍ଧିରେ କାହିଁକି ମନେ ରହୁନାହିଁ? ଯେତେବେଳେ ଜାଣୁଛୁ
କି ଆମେ ପୁରୁଷୋତ୍ତମ ହେବାକୁ ଯାଉଛୁ, ତେଣୁ କୂଳରେ ଯାଇ ଛିଡ଼ା ହୋଇଯାଅ, ଉଙ୍କୁଣି ସଦୃଶ୍ୟ ଚାଲୁଥାଅ। ତୁମେମାନେ ଏହି ଅଭ୍ୟାସ କାହିଁକି କରୁନାହଁ? କାହିଁକି ଚକ୍ର ବୁଦ୍ଧିରେ ଆସୁନାହିଁ? ଏହା ସ୍ୱଦର୍ଶନ ଚକ୍ର ଅଟେ ନା? ବାବା ଆରମ୍ଭରୁ ନେଇ ସାରା ଚକ୍ରର ଜ୍ଞାନ ବୁଝାଉଛନ୍ତି। ତୁମର ବୁଦ୍ଧି ଚକ୍ର ଲଗାଇ ଆସି କୂଳରେ ଛିଡ଼ା ହେବା ଦରକାର। ଆଉ କୌଣସି ବାହାରର ବାତାବରଣ ଚିନ୍ତା ନ ରହୁ। ଦିନକୁ ଦିନ ତୁମ ସନ୍ତାନମାନଙ୍କୁ ସାଇଲେନ୍ସକୁ ଯିବାକୁ ପଡ଼ିବ। ତେଣୁ ସମୟ ନଷ୍ଟ କରିବା ଉଚିତ ନୁହେଁ। ପୁରୁଣା ଦୁନିଆକୁ ଛାଡ଼ି ନୂଆ ସମ୍ବନ୍ଧରେ ନିଜର ବୁଦ୍ଧି ଯୋଗ ଲଗାଅ। ଯଦି ଯୋଗ ନ ଲଗାଇବ ତେବେ ପାପ କିପରି ଘଟିବ? ତୁମେ ଜାଣିଛ ଏହି ଦୁନିଆ ସମାପ୍ତ ହୋଇଯିବ। ଏହାର ମଡେଲ କେତେ ଛୋଟ ଅଟେ। ଏହା 5000 ବର୍ଷର ଦୁନିଆ ଅଟେ। ଆଜମେରରେ ସ୍ୱର୍ଗର ମଡେଲ ରହିଛି, କିନ୍ତୁ କାହାର ସ୍ୱର୍ଗ କ'ଣ ମନେ ପଡ଼ୁଛି କି? ସେମାନେ ସ୍ୱର୍ଗର ମଡେଲରୁ କ'ଣ ଜାଣିବେ? ଭାବୁଛନ୍ତି ସ୍ୱର୍ଗ ତ 40,000 ବର୍ଷ ପରେ ଆସିବ। ବାବା ତୁମକୁ ବସି ବୁଝାଉଛନ୍ତି, ଏହି ପୁରୁଣା ଦୁନିଆରେ କର୍ମଧନ୍ଦା ଆଦି କରି ବୁଦ୍ଧିରେ ଏକଥା ମନେ ରଖ ଯେ ଏହି ଦୁନିଆ ସମାପ୍ତ ହୋଇଯିବ। ଆମେ କଳିଯୁଗର ଶେଷ ସମୟରେ ଛିଡ଼ା ହୋଇଛୁ। ଏବେ ଘରକୁ ଯିବାକୁ ହେବ। ଡ୍ରାମା ପ୍ରତି ପାଦେ ପାଦେ ଉଙ୍କୁଣି ସଦୃଶ୍ୟ ଚାଲୁଛି। ଆମର ଲକ୍ଷ୍ୟ କେତେ ଉଚ୍ଚ। ବାବା ତ ଲକ୍ଷ୍ୟକୁ ଜାଣିଛନ୍ତି ନା? ବାବାଙ୍କ ସହିତ ଦାଦା ମଧ୍ୟ ଏକାଠି ଅଛନ୍ତି। ବାବା ବୁଝାଉଛନ୍ତି, ତେବେ ଇଏ ବ୍ରହ୍ମା କ'ଣ ବୁଝାଇ ପାରିବେ ନାହିଁ? ଇଏ ମଧ୍ୟ ଶୁଣୁଛନ୍ତି ନା? ଇଏ କ'ଣ ବିଚାର ସାଗର ମନ୍ଥନ କରୁନଥିବେ? ବାବା ତୁମକୁ ବିଚାର ସାଗର ମନ୍ଥନ କରିବା ପାଇଁ ପଏଣ୍ଟସ ଶୁଣାଇ ଚାଲିଛନ୍ତି। ଏପରି ନୁହେଁ କି ବ୍ରହ୍ମା ବାବା ବହୁତ ପଛରେ ଅଛନ୍ତି। ଆରେ ଇଏ ତ ଲାଙ୍ଗୁଡ଼ ପରି ଲଟକି ରହିଛନ୍ତି, ପୁଣି ପଛରେ କିପରି ରହିବେ? ଏହି ସବୁ ଗୁହ୍ୟ ଗୁହ୍ୟ କଥାକୁ ଧାରଣ କରିବାକୁ ହେବ। ଅବହେଳା ପଣିଆକୁ ଛାଡ଼ିବାକୁ ହେବ। କେହି କେହି ବାବାଙ୍କ ନିକଟକୁ 2 ବର୍ଷ ପରେ ଆସୁଛନ୍ତି। ତେବେ ତାଙ୍କର କ'ଣ ଏକଥା ମନେ ରହିଥିବ? ଆମେ ଏବେ ଶେଷ ସମୟରେ ଆସି ପହଞ୍ଚିଛୁ। ଏବେ ଯିବାକୁ ହେବ। ଯଦି ଏପରି ଅବସ୍ଥା ହୋଇଗଲା ତେବେ ଆଉ କ'ଣ ଦରକାର? ବାବା ଏକଥା ମଧ୍ୟ ବୁଝାଇଛନ୍ତି, ଦ୍ୱିମୁକୁଟଧାରୀ ଏହା କେବଳ ନାମ ଅଟେ। ବାକି ଲାଇଟର କୌଣସି ମୁକୁଟ ସେଠାରେ ନଥାଏ। ଏହା ତ ପବିତ୍ରତାର ଚିହ୍ନ। ଯିଏ ବି ଧର୍ମସ୍ଥାପକ ଅଛନ୍ତି ସେମାନଙ୍କ ଚିତ୍ରରେ ଲାଇଟ ନିଶ୍ଚୟ ଦେଖାଇଥାନ୍ତି। କାହିଁକି ନା ସେମାନେ ନିର୍ବିକାରୀ ସତପ୍ରଧାନ ଅଟନ୍ତି। ସେମାନେ ପୁଣି ରଜ ତମ ଅବସ୍ଥାକୁ ଆସୁଛନ୍ତି। ବର୍ତ୍ତମାନ ତୁମ ସନ୍ତାନମାନଙ୍କୁ ଜ୍ଞାନ ମିଳୁଛି, ତେଣୁ ସେଥିରେ ମସ୍ତ ରହିବା ଉଚିତ। ଯଦିଓ ତୁମେ ଏ ଦୁନିଆରେ ରହିଛ, କିନ୍ତୁ ତୁମ ବୁଦ୍ଧିର ଯୋଗ ସେଠାରେ ଲାଗି ରହୁ। ଲୌକିକ ସମ୍ବନ୍ଧୀଙ୍କ ସହିତ ମଧ୍ୟ ସମ୍ପର୍କ ତ ରଖିବାକୁ ହେବ। ଯେଉଁମାନେ ଏହି କୂଳର ହୋଇଥିବେ ସେମାନେ ବାହାରି ଆସିବେ। ଚାରା ତ ଲାଗିବ। ଆଦି ସନାତନ ଦେବୀ ଦେବତା ଧର୍ମାବଲମ୍ବୀ ଯେଉଁମାନେ ହୋଇଥିବେ ନିଶ୍ଚୟ ଆଗପଛ ହୋଇ ଆସିବେ। ଯେଉଁମାନେ ପଛରେ ଆସିବେ ସେମାନେ ମଧ୍ୟ ଆଗରୁ ଯେଉଁମାନେ ଆସୁଥିବେ ସେମାନେ ତାଙ୍କଠାରୁ ତୀବ୍ର ବେଗରେ ଆଗକୁ ଚାଲିଯିବେ। ଶେଷ ପର୍ଯ୍ୟନ୍ତ ଏହିପରି ହୋଇ ଚାଲିବ। ସେମାନେ ପୁରୁଣାମାନଙ୍କଠାରୁ ଆଗକୁ ଯିବେ। ଯୋଗର ଯାତ୍ରା ଉପରେ ହିଁ ସମସ୍ତ ପରୀକ୍ଷା ହେଉଛି। ଡେରିରେ ଆସିଲେ ମଧ୍ୟ ଯୋଗର ଯାତ୍ରାରେ ଲାଗିଯାଅ ଏବଂ ସବୁ କର୍ମଧନ୍ଦା ଛାଡ଼ି ଏହି ଯାତ୍ରାରେ ବସିଯାଅ। ଭୋଜନ ତ ଖାଇବାକୁ ହିଁ ହେବ। ଭଲ ଭାବରେ ଯୋଗରେ ରହିପାରିଲେ ତେବେ ଏହି ଖୁସି ସଦୃଶ୍ୟ ଖୁରାକ ଆଉ କିଛି ନାହିଁ। ଏହି ଚିନ୍ତା ଲାଗି ରହୁ ଯେ ଏବେ ଆମେ ଘରକୁ ଯାଉଛୁ। 21 ଜନ୍ମର ରାଜ୍ୟ ଭାଗ୍ୟ ମିଳୁଛି। ଯାହାକୁ ଲଟେରୀ ମିଳିଥାଏ ତାଙ୍କର ଖୁସିର ପାରା ଚଢ଼ିଥାଏ ନା? ତୁମକୁ ମଧ୍ୟ ବହୁତ ପରିଶ୍ରମ କରିବାକୁ ହେବ। ଏହାକୁ ହିଁ ଅନ୍ତିମ ଅମୂଲ୍ୟ ଜୀବନ କୁହାଯାଉଛି। ଯୋଗର ଯାତ୍ରାରେ ବହୁତ ମଜା ରହିଛି। ହନୁମାନ ମଧ୍ୟ ପୁରୁଷାର୍ଥ କରି କରି ସ୍ଥିର ହୋଇଗଲେ ନା? ଦୁନିଆରେ ନିଆଁ ଲାଗିଗଲା, ରାବଣର ରାଜ୍ୟ ଚଳିଗଲା। ଏହାକୁ ଏକ କାହାଣୀ କରିଦେଇଛନ୍ତି। ବାବା ଆସି ଯଥାର୍ଥ କଥା ବୁଝାଉଛନ୍ତି। ରାବଣ ରାଜ୍ୟ ଖଲାସ ହୋଇଯିବ। ଏହାକୁ ସ୍ଥିର ବୁଦ୍ଧି କୁହାଯାଏ।
ଆମେ ଘରକୁ ଯିବା ପାଇଁ କୂଳରେ ଆସି ଛିଡ଼ା ହୋଇଛୁ। ଏହି ସ୍ମୃତିରେ ରହିବାର ପୁରୁଷାର୍ଥ କଲେ ଖୁସିର ପାରା ଚଢ଼ିବ। ଆୟୁଷ ମଧ୍ୟ ଯୋଗବଳ ଦ୍ୱାରା ବଢ଼ିଥାଏ। ତୁମେ ଏବେ ଦୈବୀ ଗୁଣ ଧାରଣ କରୁଛ, ତାହା ପୁଣି ଅଧା କଳ୍ପ ଚାଲିବ। ଏହି ଗୋଟିଏ ଜନ୍ମରେ ତୁମେ ଏତେ ପୁରୁଷାର୍ଥ କରୁଛ, ଯାହା ଫଳରେ ତୁମେ ଯାଇ ଏହିପରି ଲକ୍ଷ୍ମୀନାରାୟଣ ହେଉଛ। ତେଣୁ କେତେ ପୁରୁଷାର୍ଥ କରିବା ଉଚିତ। ଏଥିରେ ଅବହେଳା ଅଥବା ସମୟ ନଷ୍ଟ କରିବା ଉଚିତ ନୁହେଁ। ଯିଏ କରିବ ସିଏ ପାଇବ। ବାବା ଶିକ୍ଷା ଦେଇ ଚାଲିଛନ୍ତି, ତୁମେ ଜାଣିଛ କଳ୍ପ କଳ୍ପ ଆମେ ବିଶ୍ୱର ମାଲିକ ହେଉଛୁ। ଏତେ ଅଳ୍ପ ସମୟରେ ଆମେ କମାଲ କରିଦେଉଛୁ, ସାରା ଦୁନିଆକୁ ପରିବର୍ତ୍ତନ କରିଦେଉଛୁ। ବାବାଙ୍କ ପାଇଁ ଏହା କୌଣସି ବଡ଼ କଥା ନୁହେଁ। କଳ୍ପ କଳ୍ପ ଏହିପରି କରୁଛନ୍ତି। ବାବା ବୁଝାଉଛନ୍ତି, ଭ୍ରମଣ କରିବା ସମୟରେ, ଭୋଜନ କରିବା ସମୟରେ ନିଜର ବୁଦ୍ଧିଯୋଗ ବାବାଙ୍କ ସହିତ ଲଗାଅ। ଏହି ଗୁପ୍ତ କଥାକୁ ବାବା ହିଁ ଆସି ସନ୍ତାନମାନଙ୍କୁ ବୁଝାଉଛନ୍ତି। ନିଜ ଅବସ୍ଥାକୁ ଭଲ ଭାବରେ ମଜବୁତ କରିଚାଲ, ନଚେତ ଉଚ୍ଚପଦ ପାଇପାରିବ ନାହିଁ। ତୁମେ ସନ୍ତାନମାନେ ପୁରୁଷାର୍ଥର କ୍ରମ ଅନୁସାରେ ପରିଶ୍ରମ କରୁଛ। ଜାଣୁଛ ଏବେ ତ ଆମେ କୂଳରେ ଛିଡ଼ା ହୋଇଛୁ, ପୁଣି ପଛକୁ ଆମେ କାହିଁକି ଦେଖିବା? ପାଦ ଆଗକୁ ବଢ଼ି ଚାଲିଛି। ଏଥିରେ ଅନ୍ତର୍ମୁଖତାର ବହୁତ ଆବଶ୍ୟକତା ରହିଛି। ସେଥିପାଇଁ କଇଁଛର ମଧ୍ୟ ଉଦାହରଣ ରହିଛି। ଏହିସବୁ ଉଦାହରଣ ତୁମ ପାଇଁ ଅଟେ। ସନ୍ନ୍ୟାସୀମାନେ ତ ହଠଯୋଗୀ ଅଟନ୍ତି। ସେମାନେ ତ ରାଜଯୋଗ ଶିଖାଇ ପାରିବେ ନାହିଁ। ସେମାନେ ଏକଥା ଶୁଣି ଭାବୁଛନ୍ତି ଏମାନେ ଆମର ଅପମାନ କରୁଛନ୍ତି। ସେଥିପାଇଁ ଏହାକୁ ମଧ୍ୟ ଯୁକ୍ତିର ସହ ଲେଖିବାକୁ ହେବ। ବାବାଙ୍କ ଛଡ଼ା ରାଜଯୋଗ କେହି ଶିଖାଇ ପାରିବେ ନାହିଁ। ଏକଥା ପରୋକ୍ଷରେ କୁହାଯାଉଛି, ଯେପରି ତାଙ୍କର ଖିଆଲ ନ ଆସୁ। ଯୁକ୍ତିରେ ଚାଲିବାକୁ ପଡ଼ୁଛି ନା। ଯେପରି ସାପ ବି ମରିବ, ବାଡ଼ି ବି ନ ଭାଙ୍ଗିବ। କୁଟୁମ୍ବ ପରିବାର ଆଦି ସମସ୍ତଙ୍କ ସହିତ ପ୍ରୀତି ମଧ୍ୟ ରଖ, କିନ୍ତୁ ବୁଦ୍ଧିର ଯୋଗ ବାବାଙ୍କ ସହିତ ଲଗାଇବାକୁ ପଡ଼ିବ। ତୁମେ ଜାଣିଛ ଆମେ ଏବେ ଜଣକ ମତରେ ଚାଲୁଛୁ। ଏହା ଦେବତା ହେବାର ମତ। ଏହାକୁ ହିଁ ଅଦ୍ୱୈତ ମତ କୁହାଯାଉଛି। ପିଲାମାନଙ୍କୁ ଦେବତା ହେବାକୁ ହେବ। ତୁମେମାନେ କେତେ ଥର ହୋଇଛ? ଅନେକ ଥର। ଏବେ ତୁମେ ସଙ୍ଗମ ଯୁଗରେ ଛିଡ଼ା ହୋଇଛ। ଏହା ହେଉଛି ଅନ୍ତିମ ଜନ୍ମ। ଏବେ ତ ଯିବାକୁ ହେବ। ତେଣୁ ପଛକୁ ଦେଖିବା ଉଚିତ ନୁହେଁ। ସବୁ ଦେଖି ମଧ୍ୟ ନିଜର ଅଟଳ ଅବସ୍ଥାରେ ଛିଡ଼ା ହୋଇ ରୁହ। ନିଜର ଲକ୍ଷ୍ୟକୁ ଭୁଲିଯିବା ଉଚିତ ନୁହେଁ। ତୁମେମାନେ ହିଁ ମହାବୀର ଅଟ, ଯିଏକି ମାୟା ଉପରେ ବିଜୟ ପ୍ରାପ୍ତ କରୁଛ। ଏବେ ତୁମେମାନେ ଜାଣୁଛ ହାରିବା ଏବଂ ଜିତିବାର ଏହି ଚକ୍ର ଘୂରି ଚାଲିଛି। ବାବାଙ୍କର ଏହା କେତେ ବିଚିତ୍ର ଜ୍ଞାନ। ଏକଥା କ'ଣ ଜଣାଥିଲା କି ନିଜକୁ ବିନ୍ଦୁ ବୋଲି ଭାବିବାକୁ ହେବ? ଏତେ ଛୋଟ ବିନ୍ଦୁରେ ସମସ୍ତ ପାର୍ଟ ଅନ୍ତର୍ନିହିତ ହୋଇ ରହିଛି, ଯାହାର କି ଚକ୍ର ଘୂରି ଚାଲିଛି। ବହୁତ ଚମତ୍କାର ଅଟେ। ଚମତ୍କାର ବୋଲି କହି ଛାଡ଼ିବାକୁ ମଧ୍ୟ ପଡ଼ୁଛି। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। କେବେ ବି ପଛକୁ ବୁଲି ଦେଖିବାର ନାହିଁ। କୌଣସି କଥାରେ ଅଟକି ଯିବାର ନାହିଁ। ଏକମାତ୍ର ବାବାଙ୍କ ଆଡ଼କୁ ଦେଖି ନିଜର ଅବସ୍ଥାକୁ ଏକରସ ଅର୍ଥାତ୍ ସ୍ଥିର ରଖିବାକୁ ହେବ। 2 ନମ୍ବର। ବୁଦ୍ଧିରେ ମନେ ରଖିବାକୁ ହେବ ଯେ ଏବେ ଆମେ କୂଳରେ ଛିଡ଼ା ହୋଇଛୁ। ଆମକୁ ଘରକୁ ଯିବାକୁ ହେବ। ସେଥିପାଇଁ ଅବହେଳା ପଣିଆକୁ ଛାଡ଼ିବାକୁ ପଡ଼ିବ। ନିଜର ଅବସ୍ଥାକୁ ମଜବୁତ କରିବା ପାଇଁ ଗୁପ୍ତ ମେହନତ କରିବାକୁ ହେବ। ଆଜିର ବରଦାନ। ସମସ୍ତଙ୍କର ଆନ୍ତରିକ ସ୍ନେହ ପ୍ରାପ୍ତ କରୁଥିବା ନ୍ୟାରେ ପ୍ୟାରେ ନିଃସଙ୍କଳ୍ପ ଭବ। ସମସ୍ତଙ୍କର ଆନ୍ତରିକ ସ୍ନେହ ପ୍ରାପ୍ତ କରୁଥିବା ନ୍ୟାରେ ପ୍ୟାରେ ନିଃସଙ୍କଳ୍ପ ଭବ। ଡିଟେଲ୍ସ। ଯେଉଁ ପିଲାମାନଙ୍କ ଭିତରେ
ନ୍ୟାରେ ଅର୍ଥାତ୍ ସମସ୍ତଙ୍କଠାରୁ ନିଆରା ଏବଂ ପ୍ୟାରେ ଅର୍ଥାତ୍ ସମସ୍ତଙ୍କର ପ୍ରିୟ ହେବାର ଗୁଣ ବା ନିସଂକଳ୍ପ ସ୍ଥିତିରେ ରହିବାର ବିଶେଷତା ରହିଛି। ଅର୍ଥାତ୍ ଯେଉଁମାନଙ୍କୁ ଏହି ବରଦାନ ପ୍ରାପ୍ତ ହୋଇଛି ସେମାନେ ସମସ୍ତଙ୍କର ପ୍ରିୟ ହୋଇଯାଆନ୍ତି। କାହିଁକି ନା ନିଆରା ପଣିଆ ଦ୍ୱାରା ସମସ୍ତଙ୍କର ଆନ୍ତରିକ ସ୍ନେହ ସ୍ୱତଃ ହିଁ ପ୍ରାପ୍ତ ହୋଇଥାଏ। ସେମାନେ ନିଜର ଶକ୍ତିଶାଳୀ ନିସଂକଳ୍ପ ସ୍ଥିତି ବା ଶ୍ରେଷ୍ଠ କର୍ମ ଦ୍ୱାରା ଅନେକ ଆତ୍ମାଙ୍କର ସେବାର ନିମିତ୍ତ ହୋଇଥାନ୍ତି। ସେଥିପାଇଁ ସେମାନେ ନିଜେ ବି ସର୍ବଦା ସନ୍ତୁଷ୍ଟ ରହିଥାନ୍ତି ଏବଂ ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କରିଥାନ୍ତି। ସେମାନଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ସ୍ୱତଃ ହିଁ ପ୍ରାପ୍ତ ହୋଇଥାଏ। ଆଜିର ସ୍ଲୋଗାନ, ଏକମାତ୍ର ବାବା ଶବ୍ଦ ହିଁ ସର୍ବସମ୍ପତ୍ତିର ଚାବି ଅଟେ। ଏହାକୁ ସର୍ବଦା ସାଇତି ରଖିଥାଅ। ଏକମାତ୍ର ବାବା ଶବ୍ଦ ହିଁ ସର୍ବସମ୍ପତ୍ତିର ଚାବି ଅଟେ। ଏହାକୁ ସର୍ବଦା ସାଇତି ରଖିଥାଅ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା, ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଗୋଟିଏ ସେକେଣ୍ଡ ଭିତରେ ଦେହରୂପୀ ବସ୍ତ୍ରଠାରୁ ଯେତେବେଳେ ଅଲଗା ହୋଇପାରିବ, ଯେତେବେଳେ କୌଣସି ବି ସଂସ୍କାରର ଶକ୍ତିଶାଳୀ ବନ୍ଧନ ନଥିବ, ଯେପରି କୌଣସି ବସ୍ତ୍ର ଯଦି ଚିପି ହୋଇ ରହିଥିବ ତେବେ ତାକୁ ଖୋଲିବା ପାଇଁ କଷ୍ଟକର ହୋଇଥାଏ। ଯଦି ହାଲୁକା ରହିଥିବ ତେବେ ସହଜରେ ଅଲଗା ହୋଇଯିବ। ସେହିପରି ନିଜର ସଂସ୍କାର ଗୁଡ଼ିକରେ ଯଦି ଟିକିଏ ବି ସରଳତା ନଥିବ ତେବେ ଅଶରୀରୀ ପଣିଆର ଅନୁଭବ କରିପାରିବ ନାହିଁ। ସେଥିପାଇଁ ସର୍ବଦା ଇଜି ଅର୍ଥାତ୍ ସରଳ ଏବଂ ଆଲର୍ଟ ଅର୍ଥାତ୍ ସଜାଗ ହୋଇ ରୁହ। ଓମ୍ ଶାନ୍ତି।